ଚିଲିକା ହ୍ରଦ ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ। ଏହା କଳିଙ୍ଗ ସାଗରଠାରୁ ବିଚ୍ଛିନ୍ନ ହୋଇ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଛି। ଏହାର ଜଳ ବେଶୀ ଲୁଣି ନୁହେଁ କି ବେଶୀ ମଧୁର ନୁହେଁ। ଚିଲିକାରେ ବିବିଧ ପ୍ରକାର ଜଳଜୀବ ଯଥା ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଓ ବିଭିନ୍ନ ବିରଳ ପଶୁପକ୍ଷୀ ବାସ କରିଥାନ୍ତି। ଚିଲିକାକୁ ପ୍ରତିବର୍ଷ ଅକ୍ଟୋବର ନଭେମ୍ବର ମାସରୁ ସୁଦୂର ରୁଷିଆ, ଆଜେରବୈଜାନ, କାସ୍ପିଆନ ହ୍ରଦ, ମଙ୍ଗୋଲିଆ ଏବଂ ହିମାଳୟ ଅଞ୍ଚଳରୁ ବିବିଧ ପ୍ରକାର ପକ୍ଷୀ ଖାଦ୍ୟ ଅନ୍ୱେଷଣ, ଅଣ୍ଡାଦାନ ଓ ପ୍ରଚଣ୍ଡ ଶୀତ ସମୟରେ ସାମୟିକ ଆଶ୍ରୟ ପାଇଁ ଆସିଥାନ୍ତି। ଚଳିତ ବର୍ଷ ଚିଲିକାକୁ ନଭେମ୍ବର ମାସ ସୁଦ୍ଧା 87 ପ୍ରକାରର ପ୍ରାୟ 2 ଲକ୍ଷ ବିଦେଶୀ ପକ୍ଷୀ ଆସିଛନ୍ତି ବୋଲି ଆକଳନ କରାଯାଇଛି। ଏମାନଙ୍କ ଆଗମନରେ ନୀଳାମ୍ବୁ ଚିଲିକା ପାଲଟିଯାଏ ମରାଳ ମାଳିନୀ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଚିଲିକାର ପକ୍ଷୀ ଓ ଇଡୁଆଡ଼ି ଡଲଫିନ୍ ଦେଖିବା ନିମନ୍ତେ ଆସିଥାନ୍ତି। ଏହାଦ୍ୱାରା ଏହି ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ପ୍ରସାର ହୋଇଛି ଏବଂ ସ୍ଥାନୀୟ ଲୋକଙ୍କ ରୋଜଗାର ବି ବଢ଼ିଛି। ବିଦେଶାଗତ ପକ୍ଷୀମାନେ ନିର୍ଭୟରେ ବିଚରଣ କରିବା ପାଇଁ ନଳବଣକୁ ପକ୍ଷୀ ଅଭୟାରଣ୍ୟ ଘୋଷଣା କରାଯାଇଛି। ତେବେ ଆଇନ କଠୋର ଥିଲେ ମଧ୍ୟ ଶିକାରୀମାନେ ଫାଶ, ଜାଲ, ବନ୍ଧୁକ ଓ ବିଷ ଆଦି ଉପାୟରେ ଶରଣାଗତ ଅତିଥି ପକ୍ଷୀମାନଙ୍କୁ ମାରି ସେମାନଙ୍କ ମାଂସ ଭକ୍ଷଣ କରିବା ସହିତ ଲୁଚାଛପାରେ ବିକ୍ରି କରୁଛନ୍ତି। ଏଥିପାଇଁ ସରକାର, ପକ୍ଷୀପ୍ରେମୀ, ପର୍ଯ୍ୟଟକ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଇଂରାଜୀ ନୂଆବର୍ଷ ଅବସରରେ ବ୍ରହ୍ମଗିରିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବ୍ରହ୍ମଗିରି କ୍ଲବ ତରଫରୁ ଚିଲିକା କୁଳିଆ ଗାଁମାନଙ୍କରେ ବ୍ୟାପକ ଗଣସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସଭାପତି କବି ସୁଶାନ୍ତ କୁମାର ଜେନା ଓ ସମ୍ପାଦକ ବିନାୟକ ପାତ୍ରଙ୍କ ନେତୃତ୍ୱରେ କରିମପୁର ସ୍ଥିତ ଯୋଗମାୟା ପୀଠରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପକ୍ଷୀ ସୁରକ୍ଷା, ପରିବେଶ ରକ୍ଷା ପ୍ଲାକାର୍ଡ ଧରି ବିଶିଷ୍ଟ ବ୍ୟକ୍ତିମାନେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ପକ୍ଷୀ ସୁରକ୍ଷା ଆମରି ରକ୍ଷା, ପକ୍ଷୀ ସୁରକ୍ଷା ଚିଲିକା ରକ୍ଷା, ଅତିଥି ପକ୍ଷୀଙ୍କୁ ହତ୍ୟା କରିବା ନାହିଁ ଆଦି ସ୍ଲୋଗାନ ଦିଆଯାଇଥିଲା। ପରେ କରିମପୁର ଗ୍ରାମ ପରିକ୍ରମା କରାଯାଇଥିଲା ଓ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା ଏବଂ ସଚେତନତାମୂଳକ ପୋଷ୍ଟର ବିଭିନ୍ନ ଛକ, ବଜାର ଏବଂ କୋଠଘର ଆଦି ସ୍ଥାନରେ ଲଗାଯାଇଥିଲା। ଏଥିରେ ବ୍ରହ୍ମଗିରି ବନ୍ୟପ୍ରାଣୀ ବିଭାଗ ସହଯୋଗ କରିଥିଲେ। ଆଇନଜୀବୀ ଭାସ୍କର ଜେନା ଓ ଦିଗମ୍ବର ବେହେରା, ସାମାଜିକ କର୍ମୀ ଭୀମସେନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଗୁଣନିଧି ବରାଳ, ଅବସରପ୍ରାପ୍ତ କୃଷି ଅଧିକାରୀ ଶିବପ୍ରସାଦ ପଣ୍ଡା, ଗୋରକ୍ଷକ ଶ୍ରବଣ କୁମାର ବେହେରା, ସମାଜସେବୀ ରଞ୍ଜନ କୁମାର ଦଳାଇ, ଅଧ୍ୟାପକ ତ୍ରିଲୋଚନ ଦଳାଇ, ଶିକ୍ଷକ ପବିତ୍ର ମୋହନ ଦାସ, ସଂସ୍କୃତି ସଂଗଠକ ଅଜୟ କୁମାର ସ୍ୱାଇଁ, ଶିକ୍ଷକ ବ୍ରହ୍ମଚାରୀ ପଲାଇ, ବ୍ୟବସାୟୀ ରାଜକିଶୋର ମହାରଣା, ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି ଓ ଭାଗବତ ପ୍ରଚାରକ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ଗ୍ରାମର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ଛାତ୍ରଛାତ୍ରୀମାନେ ସ୍ୱତଃ ଏହି ପକ୍ଷୀ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ବ୍ରହ୍ମଗିରି କ୍ଲବର ଏଭଳି ସଚେତନତାମୂଳକ ପ୍ରୟାସକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି। ପକ୍ଷୀ ସୁରକ୍ଷା ସେଣ୍ଟର କରାଯାଉ, ଯେଉଁଠାରେ ଶହ ଶହ ହଜାର ହଜାର ପକ୍ଷୀ ମରାଯାଉଛି, ସେ ସୁରକ୍ଷା ପାଇଁ କରିମପୁର ଗ୍ରାମବାସୀ ମାନେ ସମସ୍ତ ସହଯୋଗ କରିବେ। ଆପଣମାନଙ୍କୁ ଆମେ ଏଠାରେ ସମସ୍ତ ଏହି କ୍ଲବ ମାଧ୍ୟମରେ ଶପଥ ପକ୍ଷୀ ମାରିବା ନାହିଁ, ଶପଥ ପକ୍ଷୀ ମାରିବା ନାହିଁ, ଶପଥ ପକ୍ଷୀ ମାରିବା ନାହିଁ, ପକ୍ଷୀ ଆମର ଅତିଥି। କରିମପୁର ଠାରେ ସମସ୍ତ ସରକାରୀ, ସମସ୍ତ ବେସରକାରୀ, ସମସ୍ତ କ୍ଲବ, ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମସ୍ତଙ୍କ ସହଯୋଗରେ ଏଠାରେ ଗୋଟେ ପକ୍ଷୀ ସୁରକ୍ଷା କମିଟି ହଉ, ପକ୍ଷୀ ସୁରକ୍ଷା ସେଣ୍ଟର କରାଯାଉ, ଯେଉଁଠାରେ ଶହ ଶହ ହଜାର ହଜାର ପକ୍ଷୀ ମରାଯାଉଛି, ସେ ସୁରକ୍ଷା ପାଇଁ କରିମପୁର ଗ୍ରାମବାସୀ ମାନେ ସମସ୍ତ ସହଯୋଗ କରିବେ। ଆପଣମାନଙ୍କୁ ଆମେ ଏଠାରେ ସମସ୍ତ ଏହି କ୍ଲବ ମାଧ୍ୟମରେ ଜୟ ଚିଲିକା ଅତିଥି ପକ୍ଷୀ ଜୟ, ଚିଲିକା ଅତିଥି ପକ୍ଷୀ ଜୟ, ପଶୁ ପକ୍ଷୀ ମାରିବ ଯିଏ, ପଶୁ ପକ୍ଷୀ ମାରିବ ଯିଏ, ପଶୁ ପକ୍ଷୀ ସୁରକ୍ଷା ଆମ ଦାୟିତ୍ୱ, ଏହାକୁ ତୁମେ ମାନି ନିଅ।